ଯିଏ ଲୋକମାନଙ୍କୁ ସଠିକ ସମ୍ମାନ ଦେଇପାରେନି, ତାର ରାଜଗାଦୀ ହଉ କି ଯାହା ବି ହଉ ଭୁଷୁଡ଼ି ଯିବାଟା ସାରା। ଯାହାକି 24 ବର୍ଷର ଶାସନକୁ ଲୋକ ଓପାଡ଼ି ଫୋପାଡ଼ିଲେ। କ'ଣ ପାଇଁ ନା ଅହଙ୍କାର ବର୍ଷବୃତ୍ତି ହେଇଯାଇଥିଲା ସେମାନେ, ସେଥିପାଇଁ ଲୋକ ତାଙ୍କୁ ହଟେଇଲେ। ସିଏ ସାଧାରଣତଃ ମାନେ ତଳକର୍ମ, ସିଏ ସରପଞ୍ଚ ହଉ କି ଏମଏଲଏ ହଉ କି ସେ ଏମପି ହଉ, ଯାହା ବି ହଉ। ଏବେ ବୁଲୁ ଭାଇନା ଯୋଉ କାମ କଲେ ମାହାଙ୍ଗା ଭଳି ଗୋଟେ ସେନ୍ସିଟିଭ ଘଟଣା, ସେଠି 3-3ଟା ମର୍ଡର କେସ୍ ହେଇଛି, ତଥାପି ଲୋକ ଧୈର୍ଯ୍ୟ ସହକାରେ ଦେଖି ରହି ସେଠି ବିଜେପି କି ଭୋଟ ଦେଇଛନ୍ତି। କିନ୍ତୁ ଆପଣ ସ୍ୱାଧୀନ ଭାବରେ ଜିତି ଆସି ଏତେ ଯେଉଁ ଲୋକମାନଙ୍କୁ ସେଠି ଯେଉଁ ପ୍ରକାର ଧକ୍କାମୁଖି କଲେ, ଏ ଅହଙ୍କାର ବର୍ଷବୃତ୍ତି ହେଲେ। ଆପରେ ଲୋକମାନେ କ'ଣ କରିବେ? ଯେଉଁ ଗାଦି ଆପଣଙ୍କ ବଳରେ ଆପଣ ଯେଉଁ କାମଟି କଲେ, ସେ ଗାଦି ଆଉ ତ ରଖିବେ? ନେକ୍ସଟ ଇଲେକ୍ସନକୁ ଆପଣମାନେ ଲୋକମାନଙ୍କ ପାଖରେ ଯାଇ ପହଞ୍ଚି ପାରିବେ କି? ଇଏ କି ପ୍ରକାର ମାନସିକତା? ଲୋକମାନଙ୍କୁ କ'ଣ ପୋକ ମାଛି ଭାବିଲେ କି? ଏଇ ମାନସିକତା ବିଜେଡି ରଖିଥିଲେ, ଆଜି ସରକାରରୁ ଗଲା, ଆପଣମାନେ ବି ଯିବେ।